ମହନ୍ତ ନାରାୟଣ ଦକ୍ଷିଣେଶ୍ୱର ସେ ପରିଚିତ ଗୃହ ମଧ୍ୟରେ ଠାକୁର ଶ୍ରୀ ରାମକୃଷ୍ଣ ଗୋଟିଏ ତକ୍ତପୋଷ ଉପରେ ବସିଥାନ୍ତି। ଘର ଭିତରେ ତାଙ୍କ ଚାରିପଟରେ ବସିଥାନ୍ତି ବହୁ ଲୋକ। ସେଦିନ ଥାଏ ରବିବାର, ଛୁଟି ଦିନ। ସେଥିପାଇଁ ବହୁ ଭକ୍ତ ଠାକୁରଙ୍କୁ ଦର୍ଶନ କରିବା ନିମନ୍ତେ ବହୁ ଦୂର ଦୂରାନ୍ତରୁ ଆସିଥାନ୍ତି। ତାଙ୍କ ସମ୍ମୁଖରେ ବସିଥିବା ଜଣେ 19 ବର୍ଷ ବୟସ୍କ ବାଳକଙ୍କୁ ଲକ୍ଷ୍ୟ କରି ଓ ତାଙ୍କ ଆଡ଼କୁ ଚାହିଁ ଆନନ୍ଦିତ ମନରେ ଠାକୁର ଶ୍ରୀ ରାମକୃଷ୍ଣ ବହୁ କଥା କହୁଥାନ୍ତି। ସେ ବାଳକଟିର ନାମ ନରେନ୍ଦ୍ର। ସେ ପରବର୍ତ୍ତୀ କାଳରେ ସ୍ୱାମୀ ବିବେକାନନ୍ଦ ନାମରେ ସାରା ବିଶ୍ୱରେ ପରିଚିତ ହୋଇଥିଲେ। ସେ କଲେଜରେ ପଢ଼ୁଥାନ୍ତି ଓ ସାଧାରଣତଃ ବ୍ରହ୍ମ ସମାଜକୁ ଯିବା ଆସିବା କରନ୍ତି। ତାଙ୍କର କଥାବାର୍ତ୍ତା ବେଶ୍ ତେଜପୂର୍ଣ୍ଣ। ଚକ୍ଷୁ ଦୁଇଟି ତାଙ୍କର ବେଶ୍ ଉଜ୍ଜ୍ୱଳ, ଭକ୍ତିସୁଲଭ, ଶାନ୍ତ ଅଥଚ ପ୍ରଦୀପ୍ତ ଚେହେରା। ସଂସାରରେ ଭଲ ମନ୍ଦ ଏପରି କେତେ ପ୍ରକାର ଲୋକ ଅଛନ୍ତି। ସେମାନଙ୍କ ସହିତ କିପରି ବ୍ୟବହାର କରିବା ଉଚିତ, ସେସବୁ କଥା ପ୍ରସଙ୍ଗକ୍ରମେ ଆଲୋଚିତ ହେଉଥାଏ। ଠାକୁର ଶ୍ରୀ ରାମକୃଷ୍ଣ କହିଲେ, ନରେନ୍ଦ୍ର, ତୁ କ'ଣ କହୁଛୁ? ସଂସାରୀ ଲୋକ ତ କେତେ କ'ଣ କହନ୍ତି, କିନ୍ତୁ ଦେଖ, ହାତୀ ଯେତେବେଳେ ଯାଏ, ତା ପଛରେ କେତେ ଜନ୍ତୁ କେତେ ପ୍ରକାରର ଚିତ୍କାର କରନ୍ତି, କିନ୍ତୁ ହାତୀ ସେ ଆଡ଼କୁ ଫେରି ଚାହେଁ ନାହିଁ। ତତେ ଯଦି କିଏ ନିନ୍ଦା କରେ, ତୁ କ'ଣ ମନେ କରିବୁ? ନରେନ୍ଦ୍ର ଉତ୍ତର ଦେଲେ, ମୁଁ ମନେ କରିବି କୁକୁର ଭୋ ଭୋ କରୁଛି। ଠାକୁର ଶ୍ରୀ ରାମକୃଷ୍ଣ ହସି ହସି କହିଲେ, ନା ରେ, ଏତେ ଦୂର ନୁହେଁ। ସମସ୍ତଙ୍କ ମଧ୍ୟରେ ଈଶ୍ୱର ଅଛନ୍ତି। ତେବେ ଭଲ ସ୍ୱଭାବ ଲୋକଙ୍କ ସହିତ ମିଳାମିଶା କରିବ, କିନ୍ତୁ ମନ୍ଦ ସ୍ୱଭାବ ଲୋକଙ୍କଠାରୁ ଦୂରେଇ ରହିବାକୁ ହୁଏ। ବାଘ ଭିତରେ ନାରାୟଣ ଅଛନ୍ତି, ତା ବୋଲି ବାଘକୁ ଆଲିଙ୍ଗନ କରାଯାଇପାରେ କି? ଯଦି କହୁ ବାଘ ତ ନାରାୟଣ, ତେବେ ତାକୁ ଭୟ କରିବି କାହିଁକି? ବାଘ ପାଖରୁ ପଳାଇ ଯିବି କାହିଁକି? ତାର ଉତ୍ତର ହେଲା, ଯେଉଁମାନେ ପଳାଇ ଯାଅ ବୋଲି ସତର୍କ କରାଇ ଦିଅନ୍ତି, ସେମାନେ ତ ପୁଣି ନାରାୟଣ। ତାଙ୍କ କଥା ପ୍ରତି କର୍ଣ୍ଣପାତ କରିବେ ନାହିଁ କାହିଁକି? ଗୋଟାଏ ଗଳ୍ପ ଶୁଣ। କୌଣସି ଗୋଟିଏ ବଣରେ ଜଣେ ସାଧୁ ରହୁଥିଲେ। ସେହି ସାଧୁଙ୍କର ଥିଲେ ଅନେକ ଶିଷ୍ୟ। ଥରେ ସେ ଶିଷ୍ୟମାନଙ୍କୁ ଉପଦେଶ ଦେଇ କହିଲେ, ସକାଳ ଘଟେ ନାରାୟଣ, ସମସ୍ତଙ୍କ ମଧ୍ୟରେ ନାରାୟଣ ଅଛନ୍ତି। ଏହି କଥା ମନେ ରଖି ସମସ୍ତଙ୍କ ମଧ୍ୟରେ ନାରାୟଣଙ୍କୁ ଦର୍ଶନ କରିବ ଓ ସମସ୍ତଙ୍କୁ ନମସ୍କାର କରିବ। ଏହାପରେ ଦିନକର କଥା। ଜଣେ ଶିଷ୍ୟ ହୋମ ନିମନ୍ତେ କୁଶ ସମିତ ସଂଗ୍ରହ କରିବା ପାଇଁ ବଣ ଭିତରକୁ ଯାଇଥାନ୍ତି। ସେ ସମୟରେ ଦୂରରୁ ପାଟି ଶୁଭିଲା, କିଏ କେଉଁଠି ଅଛ? ପଳାଇ ଯାଅ, ଗୋଟାଏ ପାଗଳ ହାତୀ ମାତିଛି, ପଳାଇ ଯାଅ। ସେ ପାଟି ଶୁଣି ଯେ ଯେଉଁଆଡ଼େ ଥିଲେ ପ୍ରାଣ ଭୟରେ କିଏ କେଉଁଆଡ଼େ ପଳାଇଲେ, କିନ୍ତୁ ସେହି ଶିଷ୍ୟ ଜଣକ ସେଠାରୁ ପଳାଇ ଗଲେ ନାହିଁ। ଗୁରୁ ଦେଇଥିବା ଉପଦେଶ କଥା ତାଙ୍କର ମନେ ପଡ଼ିଲା। ସେ ଭାବିଲେ, ହାତୀ ତ ନାରାୟଣ, ତେଣୁ ପଳାଇବେ କାହିଁକି? ଏହା ଭାବି ସେ ସେଠାରେ ଛିଡ଼ା ହୋଇ ରହିଲେ। ପାଗଳ ହାତୀଟା ଯେତେବେଳେ ତାଙ୍କ ଆଡ଼କୁ ମାଡ଼ି ଆସିଲା, ଶିଷ୍ୟ ଜଣକ ହାତୀ ରୂପୀ ନାରାୟଣଙ୍କ ଉଦ୍ଦେଶ୍ୟରେ ନମସ୍କାର କରି ସ୍ତବସ୍ତୁତି କରିବାକୁ ଲାଗିଲେ। ଏଣେ ମାହୁତ ଉଚ୍ଚ ସ୍ୱରରେ ଚିତ୍କାର କରି କହୁଥାଏ, ପଳାଇ ଯାଅ। ଶିଷ୍ୟ ଜଣକ କିନ୍ତୁ ସେ କଥାରେ ସାମାନ୍ୟ ବିଚଳିତ ହେଲେ ନାହିଁ। ଶେଷରେ ହାତୀଟା ଆସି ଶୁଣ୍ଢରେ ଶିଷ୍ୟଙ୍କୁ ଟେକି ନେଇ ଦୂରରେ କଚାଡ଼ି ଦେଇ ଚାଲିଗଲା। ଫଳରେ ଶିଷ୍ୟଟି କ୍ଷତବିକ୍ଷତ ଓ ଅଚେତ ହୋଇ ସେଇଠି ପଡ଼ି ରହିଲେ। ସେହି ଦୁଃସମ୍ବାଦ ଗୁରୁଙ୍କ ଆଶ୍ରମରେ ପହଞ୍ଚିବା ମାତ୍ରେ ଗୁରୁ ଓ ଶିଷ୍ୟମାନେ ସଙ୍ଗେ ସଙ୍ଗେ ଧାଇଁ ଆସି ସଂଜ୍ଞାହୀନ ହୋଇ ପଡ଼ି ରହିଥିବା ଆହତ ଶିଷ୍ୟ ଜଣଙ୍କୁ ଧରାଧରି କରି ଆଶ୍ରମକୁ ନେଇଗଲେ। ଔଷଧପତ୍ର ଦିଆଗଲା। କିଛି ସମୟ ପରେ ଶିଷ୍ୟଙ୍କର ଚେତା ଫେରିବାରୁ ତାଙ୍କର ଏପରି ଦଶା କିପରି ହେଲା ବୋଲି ତାଙ୍କୁ ପଚରାଗଲା। ପାଗଳ ହାତୀଟା ଆସୁଛି ବୋଲି ଶୁଣିବା ମାତ୍ରେ ତୁମେ ପଳାଇ ଗଲ ନାହିଁ କାହିଁକି? ଆହତ ଶିଷ୍ୟ ଜଣକ ଉତ୍ତର ଦେଲେ, ଗୁରୁଦେବ ପରା ଆମକୁ ଶିକ୍ଷା ଦେଇଥିଲେ ଯେ ସକାଳ ଘଟେ ନାରାୟଣ, ସମସ୍ତଙ୍କ ମଧ୍ୟରେ ନାରାୟଣ ଅଛନ୍ତି। ଅର୍ଥାତ୍ ନାରାୟଣ ହିଁ ମନୁଷ୍ୟ ଜୀବଜନ୍ତୁ ସବୁ ହୋଇଛନ୍ତି। ତେଣୁ ମୁଁ ଯେତେବେଳେ ଶୁଣିଲି ଯେ ହାତୀ ନାରାୟଣ ଆସୁଛନ୍ତି, ତେଣୁ ମୁଁ ସେଠାରେ ପଳାଇ ଯାଇଥାନ୍ତି କେମିତି? ଶିଷ୍ୟର ଉତ୍ତରରୁ ତାଙ୍କ ସରଳ ବିଶ୍ୱାସର ପରିଚୟ ପାଇ ଗୁରୁ କହିଲେ, ବାବା, ହାତୀ ନାରାୟଣତା ସତ୍ୟ, କିନ୍ତୁ ବାବା ମାହୁନ୍ତ ନାରାୟଣ ତ ତୋତେ ବାରଣ କରୁଥିଲେ। ସବୁକୁ ଯଦି ତୁ ନାରାୟଣ ବୋଲି ଭାବିଲୁ, ତେବେ ତୁ ମାହୁନ୍ତ ନାରାୟଣଙ୍କ କଥା ଶୁଣିଲୁ ନାହିଁ କାହିଁକି? ମାହୁନ୍ତ ନାରାୟଣଙ୍କ କଥା ମଧ୍ୟ ମାନିବାକୁ ହୁଏ। ଶାସ୍ତ୍ରରେ ଅଛି, ଆପୋ ନାରାୟଣ, ଅର୍ଥାତ୍ ଜଳ ହେଉଛି ନାରାୟଣ। କିନ୍ତୁ ତା ବୋଲି ସବୁ ଜଳ ତ ସମାନ ନୁହେଁ। ଯେଉଁ ଜଳ ଦେବତାଙ୍କ ସେବା ପୂଜାରେ ଲାଗେ, ତ କେଉଁ ଜଳରେ ବାସନକୁସନ ଲୁଗାପଟା ଧୁଆ ହୁଏ। ଯେଉଁ ଜଳ ଦୂଷିତ ଅପବିତ୍ର, ସେପରି ଜଳ ନା ପିଆଯାଏ ନା ଠାକୁର ପୂଜାରେ ଲାଗେ। ସେପରି ସାଧୁ ଅସାଧୁ, ଭକ୍ତ ଅଭକ୍ତ, ସମସ୍ତଙ୍କ ହୃଦୟରେ ନାରାୟଣ ଅଛନ୍ତି। କିନ୍ତୁ ଅସାଧୁ, ଅଭକ୍ତ, ଦୁଷ୍ଟ ସ୍ୱଭାବ ଲୋକଙ୍କ ସହିତ ମିଳାମିଶା କରିବା ଉଚିତ ନୁହେଁ। କାହା ସହିତ କଥାବାର୍ତ୍ତା କରିବା ଚଳେ ତ ପୁଣି କାହା ସହିତ ତାହା ବି ଚଳେ ନା। ସେପରି ଦୁଷ୍ଟ ଅସାଧୁ ସ୍ୱଭାବ ଲୋକଙ୍କଠାରୁ ସବୁବେଳେ ଦୂରେଇ ରହିବାକୁ ହୋଇଥାଏ। ବ୍ରହ୍ମ କ'ଣ? ବ୍ରହ୍ମ ଅନିର୍ବଚନୀୟ। ବ୍ରହ୍ମର ସ୍ୱରୂପ ମୁଖରେ ବର୍ଣ୍ଣନା କରିହେବ ନାହିଁ। ବ୍ରହ୍ମଙ୍କ ସହିତ ଥରେ ସାକ୍ଷାତକାର ଘଟିଲେ ବ୍ରହ୍ମ କ'ଣ ସେ ଖବର ଦେବାକୁ ଆଉ ସେ ବ୍ୟକ୍ତି ଫେରିପାରେ ନାହିଁ। ଗୋଟାଏ କଥା ଅଛି, କଳା ପାଣିକୁ ଜାହାଜ ଗଲେ ଆଉ ଫେରେ ନାହିଁ। ଦିନେ ଚାରିଜଣ ବନ୍ଧୁ ଭ୍ରମଣ କରୁ କରୁ ପ୍ରାଚୀର ଘେରା ହୋଇଥିବା ଗୋଟିଏ ସ୍ଥାନ ଦେଖିବାକୁ ପାଇଲେ। ସେହି ପ୍ରାଚୀର ଥିଲା ଖୁବ୍ ଉଚ୍ଚା। ପ୍ରାଚୀର ଘେରା ସେହି ସ୍ଥାନରେ କ'ଣ ଅଛି ତାହା ଜାଣିବା ପାଇଁ ସେମାନେ ବଡ଼ ଉତ୍ସୁକ ହୋଇପଡ଼ିଲେ। ଜଣେ ବହୁ କଷ୍ଟରେ ସେହି ଉଚ୍ଚା ପ୍ରାଚୀର ଉପରକୁ ଚଢ଼ିଲା। ପ୍ରାଚୀର ଭିତରକୁ ଉଙ୍କି ମାରି ଚାହିଁଲା। ତା ଭିତରେ ସେ ଯାହା ଦେଖିଲା, ସେ କଥା ତା ବନ୍ଧୁମାନଙ୍କ ନିକଟରେ ପ୍ରକାଶ କରିବ କ'ଣ? ଅବାକ୍ ହୋଇ କେବଳ ଆନନ୍ଦରେ ହା
ହା ହା ହା ହା ବୋଲି କହୁ କହୁ ପ୍ରାଚୀର ଭିତରେ ସେ ପଡ଼ିଗଲା। ପ୍ରାଚୀର ଭିତରେ କ'ଣ ଅଛି ସେ ସମ୍ବନ୍ଧରେ କୌଣସି ଖବର ଦେଇପାରିଲା ନାହିଁ। ବାହାରେ ଥିବା ବନ୍ଧୁମାନଙ୍କର କୌତୂହଳତା ବଢ଼ିଗଲା। ସେମାନଙ୍କ ମଧ୍ୟରୁ ଆଉ ଜଣେ ବହୁ କଷ୍ଟରେ ପ୍ରାଚୀର ଉପରକୁ ଚଢ଼ିଲା ଏବଂ ପୂର୍ବ ବନ୍ଧୁଟି ପରି ପ୍ରାଚୀର ଭିତରକୁ ଦୃଷ୍ଟିପାତ କରିବା ମାତ୍ରେ ଆନନ୍ଦ ବିହ୍ୱଳ ହୋଇ କେବଳ ହା ହା ବୋଲି କହି ଭିତରେ ଖସି ପଡ଼ିଲା। ଏହିପରି ଜଣକ ପରେ ଜଣେ ପ୍ରାଚୀର ଉପରକୁ ଚଢ଼ିଲେ। ସେହି ପ୍ରାଚୀର ଭିତରର କଥା ବର୍ଣ୍ଣନା କରିପାରିଲେ ନାହିଁ। ତେଣୁ ଭିତର ବିଷୟରେ ଖବର ଦେବ କିଏ? ତେଣୁ ବ୍ରହ୍ମ ତେଣୁ ବର୍ଣ୍ଣନାତୀତ। ବୈକୁଣ୍ଠରେ ପ୍ରଭୁ ନାରାୟଣଙ୍କ ପଦସେବା ଦେବୀ ଲକ୍ଷ୍ମୀ କରୁଥାନ୍ତି। ସେହି ସମୟରେ ନାରାୟଣ ହଠାତ୍ ଭଗବତ୍ କୃପା। ବୈକୁଣ୍ଠରେ ପ୍ରଭୁ ନାରାୟଣଙ୍କ ପାଦସେବା ଦେବୀ ଲକ୍ଷ୍ମୀ କରୁଥାନ୍ତି। ସେହି ସମୟରେ ନାରାୟଣ ହଠାତ୍ ଉଠି ଛିଡ଼ା ହେଲେ। ଲକ୍ଷ୍ମୀ ବିସ୍ମିତ ହୋଇ ପଚାରିଲେ, ପ୍ରଭୁ ହଠାତ୍ ଏପରି ଉଠି ପଡ଼ିଲେ ଯେ? ନାରାୟଣ କହିଲେ, ମୋର ଜଣେ ଭକ୍ତ ବଡ଼ ବିପଦରେ ପଡ଼ିଛି। ତାକୁ ରକ୍ଷା କରିବାକୁ ହେବ। ସେଥିପାଇଁ ମୋତେ ଯିବାକୁ ପଡ଼ିବ। ଏହା କହି ନାରାୟଣ ଚାଲିଗଲେ, କିନ୍ତୁ ତତ୍କ୍ଷଣାତ୍ ଫେରି ଆସିଲେ। ସ୍ୱାମୀଙ୍କ ସଙ୍ଗେ ସଙ୍ଗେ ଫେରି ଆସିବାର ଦେଖି ଲକ୍ଷ୍ମୀ ପଚାରିଲେ, ପ୍ରଭୁ ଏତେ ଶୀଘ୍ର ଫେରି ଆସିଲେ ଯେ? ନାରାୟଣ ହସି ହସି କହିଲେ, ଭକ୍ତଟି ପ୍ରେମବିହ୍ୱଳ ହୋଇ ବାଟରେ ଯାଉଥିଲା। ଧୋବାମାନେ ଲୁଗା କାଚି ସେହି ବାଟରେ ତାହା ଶୁଖାଇଥିଲେ। ଭକ୍ତର ସେଥିପ୍ରତି ଦୃଷ୍ଟି ନଥିଲା। ସଫା ହୋଇ ଶୁଖୁଥିବା ଲୁଗା ଉପରେ ଭକ୍ତର ପାଦ ପଡ଼ିଯାଇଥିଲା। ତାହା ଦେଖି ଧୋବାମାନେ ରାଗିଯାଇ ଭକ୍ତଟିକୁ ମାରିବାକୁ ଯାଉଥିଲେ। ସେଥିପାଇଁ ଅସହାୟ ଭକ୍ତକୁ ରକ୍ଷା କରିବା ପାଇଁ ମୁଁ ଯାଇଥିଲି। ଲକ୍ଷ୍ମୀ ପଚାରିଲେ, ତେବେ ଏତେ ଶୀଘ୍ର ଫେରି ଆସିଲେ କାହିଁକି? ନାରାୟଣ ହସି ହସି କହିଲେ, ମୁଁ ଦେଖିଲି ଯେ ଧୋବାମାନେ ତାକୁ ମାରିବାକୁ ଉଦ୍ୟତ ହେବା ଦେଖି ସେ ପଥର ଉଠାଇ ଧୋବାଙ୍କୁ ମାରିବାକୁ ଯାଉଛି। ତେଣୁ ତାକୁ ଆଉ ମୋର ରକ୍ଷା କରିବା ଉଚିତ ମନେ କଲି ନାହିଁ। ତେଣୁ ଫେରି ଆସିଲେ। ଶ୍ରୀରାମକୃଷ୍ଣ କହିଲେ, ଅହଙ୍କାର ତ୍ୟାଗ ନ କଲେ ଈଶ୍ୱର କୃପା ମିଳେ ନାହିଁ। ଭଣ୍ଡାର ଘରକୁ ଜଗୁଆଳି ଜଗିଥିବା ପର୍ଯ୍ୟନ୍ତ ଘର ମାଲିକ ସେଠାକୁ ଆସନ୍ତି ନାହିଁ। ଜଗୁଆଳି ଭଣ୍ଡାର ଛାଡ଼ି ଚାଲିଗଲେ ସେତେବେଳେ ଯାଇ ମାଲିକ ନିଜେ ଭଣ୍ଡାର ଘରର ଦାୟିତ୍ୱ ନିଅନ୍ତି। ସେପରି ଅହଙ୍କାର ଥିବା ପର୍ଯ୍ୟନ୍ତ ଈଶ୍ୱର ଦେଖା ଦିଅନ୍ତି ନାହିଁ। ମନରୁ ଅହଙ୍କାର ଦୂର ହେଲେ ଯାଇ ଈଶ୍ୱର ଆସି ଭକ୍ତକୁ ଦର୍ଶନ ଦିଅନ୍ତି। ଗୋପାଳ ଗୋପାଳ କେଶବ କେଶବ। ଦିନେ ଜଣେ ବିଶିଷ୍ଟ ମାଜିଷ୍ଟ୍ରେଟ ଓ ସାହିତ୍ୟିକ ବଙ୍କିମଚନ୍ଦ୍ର ଚାଟାର୍ଜୀ ନିଜ ମନର ସଂଶୟ ଦୂର କରିବା ପାଇଁ ଠାକୁର ଶ୍ରୀରାମକୃଷ୍ଣଙ୍କୁ ପଚାରିଲେ, ମହାଶୟ ଈଶ୍ୱରଙ୍କ ପାଇଁ ମନରେ ଭକ୍ତି କିପରି ଜାତ ହେବ? ଠାକୁର ଶ୍ରୀରାମକୃଷ୍ଣ କହିଲେ, ବ୍ୟାକୁଳତା। ମାଆକୁ ନ ଦେଖିଲେ ପିଲାକୁ ଯେପରି ଚତୁର୍ଦିଗ ଅନ୍ଧାର ଦିଶେ, ତେଣୁ ମାଆକୁ ଦେଖିବା ପାଇଁ ସେ କାନ୍ଦେ। ସେହିପରି ବ୍ୟାକୁଳ ହୋଇ ଈଶ୍ୱରଙ୍କ ପାଇଁ କାନ୍ଦିଲେ ଈଶ୍ୱରଙ୍କୁ ଲାଭ କରାଯାଏ। ଅରୁଣୋଦୟ ହେଲେ ପୂର୍ବ ଦିଗ ଲାଲ ହୋଇ ଉଠେ। ସେତେବେଳେ ଜଣାପଡ଼େ ଯେ ସୂର୍ଯ୍ୟୋଦୟ ପାଇଁ ଆଉ ବେଶୀ ଡେରି ନାହିଁ। ସେହିପରି ଯଦି ଈଶ୍ୱରଙ୍କ ପାଇଁ କାହାର ପ୍ରାଣ ବ୍ୟାକୁଳ ହୋଇଛି ବୋଲି ଦେଖାଯାଏ, ତେବେ ଜଣାଯାଏ ଯେ ସେହି ବ୍ୟକ୍ତିର ଈଶ୍ୱର ଲାଭ ଆଉ ବେଶୀ ଡେରି ନାହିଁ। ଜଣେ ଶିଷ୍ୟ ଗୁରୁଙ୍କୁ ପ୍ରଶ୍ନ କଲା, ମହାଶୟ ଈଶ୍ୱରଙ୍କୁ କିପରି ଲାଭ କରିବି? ଦୟାକରି ମୋତେ ବତାଇ ଦିଅନ୍ତୁ। ଗୁରୁ କହିଲେ, ମୋ ସାଙ୍ଗରେ ଆ, ମୁଁ ତୋତେ ବତାଇ ଦେଉଛି। ଏହା କହି ଶିଷ୍ୟକୁ ସାଙ୍ଗରେ ନେଇ ଗୁରୁ ନିକଟସ୍ଥ ଗୋଟିଏ ପୋଖରୀକୁ ଗଲେ। ଗୁରୁ ଶିଷ୍ୟ ଉଭୟ ପୋଖରୀ ପାଣିରେ ପଶିଲେ। ଗୁରୁ ହଠାତ୍ ଶିଷ୍ୟକୁ ପାଣିରେ ମାଡ଼ି ବସି ବୁଡ଼ାଇ ରଖିଲେ। କିଛି ସମୟ ପରେ ଗୁରୁ ତାକୁ ଛାଡ଼ିଦେଲେ। ଶିଷ୍ୟଟି ପାଣି ଭିତରୁ ମୁଣ୍ଡ ଟେକି ଉଠିଲା। ଗୁରୁ ତାକୁ ପଚାରିଲେ, ତୋତେ କିପରି ଲାଗିଲା? ଶିଷ୍ୟ କହିଲେ, ଅସହ୍ୟ। ସତେ ଯେପରି ମୋର ପ୍ରାଣ ସେହିକ୍ଷଣି ବାହାରିଯିବ କି କ'ଣ ମୋତେ ସେହିପରି ବୋଧ ହେଉଥିଲା। ତାହା ଶୁଣି ଗୁରୁ କହିଲେ, ଈଶ୍ୱରଙ୍କ ପାଇଁ ଯେତେବେଳେ ତୋର ପ୍ରାଣ ଏହିପରି ଅସହ୍ୟ ଭାବରେ ବ୍ୟାକୁଳ ହୋଇ ଉଠିବ, ସେତେବେଳେ ଜାଣିବ ଯେ ଈଶ୍ୱରଙ୍କ ସହିତ ତୋର ସାକ୍ଷାତକାର ଘଟିବାର ଆଉ ବେଶୀ ଡେରି ନାହିଁ। ସେଥିପାଇଁ ତୁମକୁ କହୁଛି, ଖାଲି ଉପରେ ଭାସିଲେ କ'ଣ ହେବ? ଟିକିଏ ବୁଡ଼ ଦିଅ। ଗଭୀର ଜଳ ତଳେ ରତ୍ନ ରହିଛି। ଜଳ ଉପରେ ହାତ ପାଦ ଛାଟିଲେ କିଛି ଫଳ ହେବ ନାହିଁ। ରତ୍ନ ଲାଭ କରିବାକୁ ହେଲେ ଗଭୀର ଜଳରେ ବୁଡ଼ିବାକୁ ହୁଏ। ଶ୍ରୀରାମକୃଷ୍ଣଙ୍କ କଥା ଶୁଣି ବଙ୍କିମଚନ୍ଦ୍ର କହିଲେ, ମହାଶୟ କ'ଣ କରିବି? ମୋ ପିଠିରେ ଷୋଲ ବିଡ଼ା ବନ୍ଧା ହୋଇଛି ଯେ, ବୁଡ଼ିବି କିପରି? ଶ୍ରୀରାମକୃଷ୍ଣ କହିଲେ, ଈଶ୍ୱରଙ୍କୁ ସ୍ମରଣ କର। ତାଙ୍କୁ ସ୍ମରଣ କଲେ ସବୁ ପାପ କଟିଯାଏ। ତାଙ୍କର ନାମ ନେଲେ କାଳପାଶ କଟିଯାଏ। ତେଣୁ ପାଣି ଭିତରେ ନ ବୁଡ଼ିଲେ ରତ୍ନ ମିଳିବ ନାହିଁ। ଅନେକ ବୁଡ଼ିବାକୁ ଚାହାନ୍ତି ନାହିଁ। ସେମାନଙ୍କ ମତରେ ଈଶ୍ୱର ହୋଇ ଏତେ ବ୍ୟସ୍ତ ହେଲେ ଶେଷବେଳକୁ ମଣିଷ ପାଗଳ ହୋଇଯିବ। କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ ସଚ୍ଚିଦାନନ୍ଦ ଅମୃତର ଅନନ୍ତ ସାଗର। ସେହି ସାଗରରେ ବୁଡ଼ିଲେ ମଣିଷ ମରେ ନାହିଁ, ଅମର ହୁଏ। ତେଣୁ କହୁଛି ବୁଡ଼, ଗଭୀର ଜଳକୁ ଯାଅ, କିଛି ଭୟ ନାହିଁ। ବୁଡ଼ିଲେ ଅମର ହେବ, ଜୀବନ ସାର୍ଥକ ହେବ। ଶେଷରେ ଠାକୁରଙ୍କଠାରୁ ବିଦାୟ ଗ୍ରହଣ କରିବା ନିମନ୍ତେ ବଙ୍କିମଚନ୍ଦ୍ର ତାଙ୍କୁ ପ୍ରଣାମ କଲେ ଏବଂ କହିଲେ, ମହାଶୟ ଆପଣ ମୋତେ ଯାହା ଭାବୁଛନ୍ତି ମୁଁ ସେତେ ବୋକା ନୁହେଁ। କେବଳ ଗୋଟିଏ ପ୍ରାର୍ଥନା, ଅନୁଗ୍ରହ କରି ମୋ କୁଟୀରରେ ଥରେ ଆପଣଙ୍କ ପାଦ ଧୂଳି ପଡ଼ୁ। ଶ୍ରୀରାମକୃଷ୍ଣ କହିଲେ, ତାହା ତ ଈଶ୍ୱରଙ୍କ ଇଚ୍ଛା। ବଙ୍କିମଚନ୍ଦ୍ର କହିଲେ, ଆପଣ ମୋ ଘରକୁ ଗଲେ ଦେଖିବେ
ସେଠାରେ ବି ଭକ୍ତମାନେ ଅଛନ୍ତି। ଶ୍ରୀରାମକୃଷ୍ଣ ହସି ହସି କହିଲେ, ଆହେ କି ରକମ ଭକ୍ତ ସେମାନେ? ଯେଉଁମାନେ ଗୋପାଳ ଗୋପାଳ କେଶବ କେଶବ ବୋଲି ଅହରହ କହୁଥିଲେ ସେମାନଙ୍କ ପରି ନୁହନ୍ତି ତ? ଠାକୁରଙ୍କ କଥା ଶୁଣି ସମସ୍ତେ ହସିଲେ। ଜଣେ ଭକ୍ତ ପଚାରିଲେ, ମହାଶୟ, ଗୋପାଳ ଗୋପାଳ କଥାଟି କ'ଣ? ଶ୍ରୀରାମକୃଷ୍ଣ ହସି ହସି କହିଲେ, କଥାଟି କହୁଛି ଶୁଣ। ଗୋଟିଏ ବଜାରରେ ଜଣେ ସୁନା ବ୍ୟବସାୟୀ ତା'ର ଦୋକାନ ଖୋଲିଥାଏ। ଦୋକାନରେ ଯେଉଁମାନେ କାମ କରୁଥାନ୍ତି ସେମାନେ ପରମ ବୈଷ୍ଣବ। ଗଳାରେ ମାଳା, ସର୍ବାଙ୍ଗରେ ତିଲକ ସେବା, ପ୍ରାୟ ସମସ୍ତଙ୍କ ହାତରେ ହରିନାମ ଜପ କରିବାର ଜପାମାଳ ଝୁଲି ଏବଂ ମୁଖରେ ସର୍ବଦା ହରିନାମ। ସେମାନଙ୍କୁ ସାଧୁ ବୋଲି କହିବାକୁ ହେବ। ଯଦିଓ ପେଟ ପୋଷିବା ପାଇଁ ସେମାନେ ସୁନା ବ୍ୟବସାୟରେ କାମ କରୁଥିଲେ, କାରଣ ଭରଣ ପୋଷଣ ତ ପୁଣି କରିବାକୁ ହେବ। ସେମାନେ ପରମ ବୈଷ୍ଣବ, ସାଧୁ। ଏକଥା ଜାଣି ଅନେକ ଖରିଦ୍ଦାର ସେମାନଙ୍କ ଦୋକାନକୁ ଆସୁଥିଲେ, କାହିଁକିନା ସେମାନେ ବିଶ୍ୱାସ କରୁଥିଲେ ଯେ ସେହି ଦୋକାନରୁ କାରବାର କଲେ ସୁନା ରୂପରେ କୌଣସି ଗୋଳମାଳ ହେବ ନାହିଁ। ଖରିଦକାରମାନେ ଦୋକାନକୁ ଯାଇ ଦେଖନ୍ତି ଯେ ସେମାନେ ସମସ୍ତେ ସବୁବେଳେ ମୁଖରେ ହରିନାମ ଜପ କରୁଛନ୍ତି ଓ ସେହି ହରିନାମ ଜପ କରିବା ଭିତରେ ଦୋକାନ କାମ କରୁଛନ୍ତି। ଖରିଦଦାରମାନେ ଦୋକାନକୁ ଉଠିବା ମାତ୍ରେ ଦୋକାନରେ କାମ କରୁଥିବା ଲୋକଙ୍କ ମଧ୍ୟରୁ ଜଣେ କହେ, କେଶବ 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 କେଶବ। ଖରିଦଦାରମାନେ ଦୋକାନ ସହିତ କଥାବାର୍ତ୍ତା କରୁଥିବା ବେଳେ ଆଉ ଜଣେ କହେ, ଗୋପାଳ ଗୋପାଳ ଗୋପାଳ। ଦୋକାନୀ ସହିତ ଆଉ ଟିକିଏ କଥାବାର୍ତ୍ତା ହୋଇଛି କି ନାହିଁ ଆଉ ଜଣେ କହେ, ହରି ହରି ହରି। ଗହଣା କରିବା କଥା ଯେତେବେଳେ ଏକାବେଳକେ ସ୍ଥିର ହୋଇଯାଏ, ସେତେବେଳେ ଆଉ ଜଣେ କହେ, ହର ହର ହର। କଥାକେ ଏପରି ଭକ୍ତି ଦେଖି ଖରିଦଦାରମାନେ ସୁନା ବ୍ୟବସାୟୀ ସହିତ କଥା ପକ୍କା କରି ଟଙ୍କା ପଇସା ଦେଇ ନିଶ୍ଚିତ ହୁଅନ୍ତି। ଖରିଦଦାରମାନଙ୍କର ଦୃଢ଼ ବିଶ୍ୱାସ ଯେ ସେହି ଦୋକାନର ଲୋକମାନେ କେବେ ହେଲେ ଠକାଠକି କରିବେ ନାହିଁ। କିନ୍ତୁ କଥା କ'ଣ ଜାଣ? ଦୋକାନ ଭିତରକୁ ଖରିଦଦାରମାନେ ଆସିବା ମାତ୍ରେ ଜଣେ କହିଥିଲା, କେଶବ କେଶବ, ଅର୍ଥାତ୍ ତା'ର ଅର୍ଥ ଇଏ ସବୁ କିଏ? ତାପରେ ଜଣେ କହିଲା, ଗୋପାଳ ଗୋପାଳ, ତା'ର ଅର୍ଥ ହେଲା ଗୋପଲ, ଅର୍ଥାତ୍ ସେମାନେ ସବୁ ଗୋରୁପଲ। ଆମେ ଯାହା ଚାହିଁବା ତାହା କରିପାରିବା। ତାପରେ ଜଣେ କହିଲା, ହରି ହରି, ତା'ର ଅର୍ଥ ହେଲା ଯଦି ଏମାନେ ଗୋରୁପଲ ସେମାନଙ୍କ ଧନ ହରଣ କରିବା କି? ତାପରେ ଆଉ ଜଣେ କହିଲା, ହର ହର, ଅର୍ଥାତ୍ ଏମାନେ ଯେତେବେଳେ ଗୋରୁପଲ ପରି, ତେଣୁ ସେମାନଙ୍କର ସର୍ବସ୍ୱ ନିର୍ଭୟରେ ହରଣ କର। ଏମାନେ ହେଲେ ପରମ ଭକ୍ତ, ସାଧୁ। ଠାକୁରଙ୍କ କଥା ଶୁଣି ସମସ୍ତେ ହସିଲେ। ବଙ୍କିମଚନ୍ଦ୍ର ଆଉ ବାକ୍ୟ ବ୍ୟୟ ନ କରି ବିଦାୟ ନେଲେ। କଥାବାର୍ତ୍ତା, ବେଶ ପୋଷାକରେ ଏପରି ସାଧୁ ଆଜିକାଲି ବହୁତ ଦେଖାଯାଉଛନ୍ତି। ବାହାରକୁ ଲୋକ ଦେଖାଣିଆ ଗୋଟାଏ ରୂପ, ଗୋଟାଏ କଥା, ଭିତରେ ଅନ୍ୟ ରୂପ, ଅନ୍ୟ କଥା। ଏମାନେ ଭଣ୍ଡ, ଏମାନେ ବିପଦର କାରଣ। ଏପରି ଭକ୍ତଙ୍କଠାରୁ ସବୁବେଳେ ଦୂରେଇ ରହିବ। ଦର୍ଶକ ବନ୍ଧୁ, ଏ ଥିଲା ଆଜିର ପ୍ରବଚନ କାର୍ଯ୍ୟକ୍ରମ। ବର୍ତ୍ତମାନ ପାଇଁ କାର୍ଯ୍ୟକ୍ରମ ଏତିକିରେ ରହିଲା। ପୁଣି ଦେଖା ହେବ ଆସନ୍ତାକାଲି। ସେତେବେଳେ ଯାଏଁ ରହିଲି। ନମସ୍କାର।